ଆପଣମାନେ କେବେ ବି ନିଜ ବାଡ଼ିରେ ଲାଉ ଲଗେଇକି ତୋଳିକି ଆଣି ଖାଇଛନ୍ତି ନା ଖାଇନାହାନ୍ତି? ଆମ ଗାଁରେ ତ ଘର ଘରିକା ଲାଉ ଗଛ ହେଇଛି, ସେଥିପାଇଁ ଯେତେବେଳେ ଇଚ୍ଛା ହେବ ସେତେବେଳେ ଯାଇକି ଆରାମସେ ଲାଉ ତୋଳିବ ଆଉ କାଟିକି ଖାଇପାରିବ। ଚାଲନ୍ତୁ ଆଜି ଆମେ ବନେଇବା ଆମ ଗାଁ ଷ୍ଟାଇଲ୍, ମାନେ ଗାଁ ମାନଙ୍କରେ କେମିତି ଲାଉ ଘାଣ୍ଟ କରନ୍ତି, ଚାଲନ୍ତୁ ପ୍ରସ୍ତୁତ କରିବା। ପ୍ରଥମେ ଲାଉକୁ ଭଲ ଭାବେ କାଟି ନେବା, ଧୋଇ ଧୁଆ ଦେଇକି କଢ଼ାଇରେ ପାଣି ଗରମ କରିଦେବା। ତାପରେ ଏବେ ଲାଉ ଆଳୁ ତାକୁ ସବୁ ଏବେ ପାଣି ଗରମ ପାଣିରେ ଛାଡ଼ିଦେବା। ଗରମ ପାଣିରେ ଏଇଥିପାଇଁ ଛାଡ଼ିବା କାହିଁକିନା ତାକୁ ତ ସିଝିବାକୁ ପଡ଼ିବ ନା, ସେଥିପାଇଁ ଟିକେ ମୁଗ ଡାଲି ପକାଇଦେଲି। ତାପରେ ଟିକେ ପକାଇଦେଲି ହାଲକା ହଳଦୀ ଟିକେ ପକାଇଦେଲି। ତାପରେ ମୁଁ ପକାଇଦେଲି ହାଲକା ଲୁଣ ପକାଇବା ତ ସ୍ୱାଦ ଅନୁସାରେ, ସ୍ୱାଦଟା ବେଶୀ ଆସେ, ସ୍ୱାଦ ଅନୁସାରେ ଲୁଣ ପକାଇବେ। ତାପରେ ଛୁଙ୍କ ଦେବା ପାଇଁ ଏଠି ତେଲ, ଶୁଖିଲା ଲଙ୍କା, ତେଜପତ୍ର, ଜିରା, ଫୁଟଣ, ପିଆଜ କାଟିକି ରଖିଦେଲି, ତାକୁ ସବୁ ପକାଇଦେଲି। ପିଆଜକୁ ଭଲ ଭାବେ ମୁଁ ମିକ୍ସ କରିସାରିଲା ପରେ ଏଠି ମୁଁ ଅଦା, ରସୁଣ, ଜିରା ମସଲାକୁ ବାଟିକି ରଖିଥିଲି। ମସଲା ମିକ୍ସ ହେଇସାରିଲା ପରେ ହାଲକା ଟିକେ ଲୁଣ, ତାପରେ ଲଙ୍କାଗୁଣ୍ଡ ତାକୁ ଭଲ ଭାବେ ମିକ୍ସ କରିଦେଲି। ତେଲ ବାହାରିବା ପର୍ଯ୍ୟନ୍ତ ତାକୁ ଟିକେ କଷିଲି। ତାପରେ ଏବେ ଲାଉକୁ ସିଝେଇ ରଖିଥିଲି। ଏବେ ଢାଳି ଦେଇକି ପୁରା ପ୍ରସ୍ତୁତ ହେଇଯାଇଛି ଆମର ଗାଁ ଷ୍ଟାଇଲ୍, ମାନେ ଗାଁ ମାନଙ୍କରେ ଏମିତି ହିଁ ଲାଉ ଘାଟ କରନ୍ତି। ଆପଣମାନେ ଯଦି ଭଲ ଲାଗୁଛି ଏମିତି ଥରେ ବନାନ୍ତୁ ଆଉ ଟେଷ୍ଟ କରି କୁହନ୍ତୁ କେମିତି ଲାଗୁଛି। ସତ କହୁଛି ଏଠାରେ କିଛି ବି ପଡ଼ିନାହିଁ, ଏମିତି ଅଦା ରସୁଣ ପେଷ୍ଟର ଖାଲି ଥରେ ବନାନ୍ତୁ ଆଉ ଟେଷ୍ଟ କରି କୁହନ୍ତୁ କେମିତି ଲାଗୁଛି।